ଲୁକ ପୁସ୍ତକ 24 ଅଧ୍ୟାୟ ତାର 21 ରୁ 25 ପଦ ପର୍ଯ୍ୟନ୍ତ। କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ ସେ ଯେ ବ୍ୟକ୍ତି ତାହା ଆମ୍ଭେମାନେ ଆଶା କରୁଥିଲୁ। ମାତ୍ର ଏହା ଛଡା ଏ ସମସ୍ତ ଘଟିବାର ଆଜିକି 3 ଦିନ ହେଲା ଆହୁରି ମଧ୍ୟ ଆମମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀ ଲୋକ ଆମ୍ଭମାନଙ୍କୁ ଆଚମ୍ବିତ କରିଅଛନ୍ତି। ସେମାନେ ପ୍ରତ୍ୟୁଷର ସମାଧି ନିକଟକୁ ଯାଇଥିଲେ ଆଉ ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ ସେ ଜୀବିତ ଅଛନ୍ତି। ଆଉ ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ ସ୍ତ୍ରୀ ଲୋକମାନେ ଯେପରି କହିଥିଲେ ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧ ମାନେ ଓ ଭାବବାଦୀ ମାନଙ୍କ ଦ୍ଵାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳ ଚିତ୍ତ ମାନେ। ଧନ୍ୟବାଦ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ସେ ଜୀବିତ ହେଲା ପରେ କେତେକ ଘଟଣା ଘଟି ଯାଇଛି। ଗତକାଲି ମଧ୍ୟ ଆମେ ଶୁଣୁଥିଲୁ ପ୍ରଭୁଙ୍କର ଦାସଙ୍କ ଠାରୁ। ତ ଏଇ ସମସ୍ତ ଘଟଣା ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁଭୋଗ ହେଲା, ତାଙ୍କର ପାଖରେ ନିୟରେଷ୍ଟ ଯେଉଁମାନେ ଥିଲେ ଶିଷ୍ୟମାନେ, ତାଙ୍କର ଆଉ ତାଙ୍କୁ ଫଲୋ କରିବା ଲୋକମାନେ, ଯେଉଁମାନେ ତାଙ୍କର ଲୋକମାନେ, ସେମାନେ ବହୁତ ଶିଥିଳ ଅବସ୍ଥାକୁ ପଳେଇ ଆସିଥିଲେ, ଏକ ନିରୁତ୍ସାହିତ ଅବସ୍ଥାକୁ ପଳେଇ ଆସିଥିଲେ। ସେମାନେ ଏକ ବାଇବଲରେ ଲେଖାଯାଏ ସେମାନେ ଯୀଶୁ ଯେମିତି କହୁଛନ୍ତି ଶିଥିଳ ଚିତ୍ତ ମାନେ ଇମାୟୁ ନଗରକୁ ଯେତେବେଳେ ଏମାନେ ଯାଉଛନ୍ତି ଜେରୁସାଲେମ ଠାରୁ, ଆଉ ସେମାନେ କଥୋପକଥନ କରିବା ବେଳେ ଯୀଶୁ ଆପେ ସେମାନଙ୍କର ସଙ୍ଗୀ ହେଲେ, ଆଉ ସେମାନଙ୍କର କଥାକୁ ସବୁ ଶୁଣୁଛନ୍ତି। ସେମାନେ ଚିହ୍ନି ପାରୁନାହାନ୍ତି ଯୀଶୁଙ୍କୁ। ତ ଯୀଶୁ ସେମାନଙ୍କୁ କହୁଛନ୍ତି, ସେମାନେ ଏତେ ନିରାଶର କଥା 21 ପଦରେ, କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ ସେ ଯେ ଏହି ବ୍ୟକ୍ତି ତାହା ଆମ୍ଭେମାନେ ଆଶା କରିଥିଲୁ। ଆଉ କହୁଛନ୍ତି ଆଚମ୍ବିତ କରିଛନ୍ତି। ଏକ ନେଗେଟିଭ ଥିଙ୍ଗସ ସେମାନଙ୍କ ଭିତରେ ଆସିଛି। ପ୍ରଭୁ ଯୀଶୁ ସେମାନଙ୍କୁ କହୁଥିଲେ ଯେ ମତେ ମରିବାକୁ ହବ। ବାରମ୍ବାର, ଖାଲି ଏଇଟା ନୂଆ ବିଷୟ ନୁହଁ, ମତେ ମରିବାକୁ ହବ, 3 ଦିନ ପରେ ଉଠିବାକୁ ହବ। କିନ୍ତୁ ଏଇ ଯୋଉ ଶିଥିଳତା ଅନେକ ସମୟରେ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନରେ ମଧ୍ୟ ଦେଖାଯାଏ, ଗୋଟେ ପରିବାର ମଣ୍ଡଳୀରେ ମଧ୍ୟ ଦେଖାଯାଏ। ଆତ୍ମିକ ଶିଥିଳତା ଅନେକ ସମୟରେ ଆମେ ଶୁଣିଛୁ। ଆଜି ମଧ୍ୟ ଅଳ୍ପ ସମୟ ଚିନ୍ତା କରିବା ଆତ୍ମିକ ଶିଥିଳତା। ଏମାନଙ୍କର ଆତ୍ମିକ ଶିଥିଳତା, ଯୀଶୁ ଯେତେବେଳେ ପାଖରେ ଥିଲେ ଉଦ୍ଯୋଗ ଥିଲା, ଯୀଶୁ ଯେତେବେଳେ ପାଖରେ ଥିଲେ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିଲେ, ପ୍ରଭୁଙ୍କର ପଛରେ ପଛରେ ଯାଉଥିଲେ, ପ୍ରଭୁଙ୍କର ସ୍ତୁତି କରୁଥିଲେ, ସମସ୍ତ ବିଷୟ ଠିକ ଥିଲା। କିନ୍ତୁ ପ୍ରଭୁ ଯୀଶୁଙ୍କର ଯେତେବେଳେ ଶେଷ କାର୍ଯ୍ୟ ଯାହା ତାଙ୍କୁ ସମାପ୍ତ କରିବାକୁ ପଡିଲା, ତାଙ୍କୁ ସେ ସମସ୍ତ କାର୍ଯ୍ୟ କରିବାକୁ ପଡିଲା, ଆଉ ସେ ଯେତେବେଳେ କ୍ରୁଶ ଉପରେ ଆଉ ମୃତ୍ୟୁଭୋଗ କଲେ, କବରସ୍ଥ ହେଲେ, ମୃତ୍ୟୁକୁ ଜୟ କରିକି ଉଠିଛନ୍ତି, ସେଇ ଆଡକୁ ସେମାନଙ୍କର ଏତେ ଚିନ୍ତାଧାରା ନାହିଁ। କାରଣ ଲୁକ ପୁସ୍ତକ 24 ଅଧ୍ୟାୟରେ ଲେଖାଯାଏ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଆମେ ବିଶ୍ୱାସ କରୁଛୁ, କିନ୍ତୁ ସେ ସ୍ତ୍ରୀ ଲୋକମାନେ ସୁଗନ୍ଧି ତୈଳ ନେଇକି ଯାଇଛନ୍ତି ଗୋଟେ ମୃତ ବ୍ୟକ୍ତିଙ୍କୁ ଲଗେଇବା ପାଇଁ। ସେମାନଙ୍କୁ ପରେ ସେମାନେ ମନେ ପକେଇଲେ, ଭୁଲି ଯାଇଥିଲେ, 9 ପଦରେ ସେମାନଙ୍କୁ ସ୍ମରଣ ଆସିଲା। କିନ୍ତୁ ପ୍ରଥମରେ ସେମାନେ ଜାଣିଛନ୍ତି ଯୀଶୁ ମୃତ୍ୟୁ ହେଇକି ରହିଥିବେ, ତାଙ୍କୁ ଆମେ ଆଉ କଣ କରିବା, ତୈଳ ମଖେଇବା। 24 ଅଧ୍ୟାୟରେ ସେ 4-5 ଆଡକୁ ଲେଖାଯାଏ, ଆଉ ସେଇ ସ୍ତ୍ରୀ ଲୋକମାନେ ହତବୁଦ୍ଧି ହଉଛନ୍ତି। 24:5 ଲେଖାଯାଏ ସ୍ତ୍ରୀ ଲୋକମାନେ ଭୟଭୀତ ହଉଛନ୍ତି। ଯୋହନ 20:11 ଲେଖା ହେଇଛି ସ୍ତ୍ରୀ ଲୋକମାନେ ବା ମରିୟମ କାନ୍ଦୁଛନ୍ତି। ଲୁକ ସେଇ 24:5 ଲେଖାଯାଏ ସ୍ତ୍ରୀ ଲୋକମାନେ ମୃତମାନଙ୍କ ମଧ୍ୟରେ ରହିକି ଜୀବିତଙ୍କର ଅନ୍ୱେଷଣ କରୁଛନ୍ତି। ସେଥିପାଇଁ ଦୂତମାନେ କହିଲେ ଏଟା ତ ମୃତମାନଙ୍କର ଜାଗା, ଜୀବିତଙ୍କର ତମେ କୁଆଡେ ଅନ୍ୱେଷଣ କରିବା ପାଇଁ ଆସିଛ। ଅନେକ ସମୟରେ ଆତ୍ମିକ ଶିଥିଳତା ବେଳେ ବେଳେ ଆମମାନଙ୍କୁ କିଛି ନେଗେଟିଭ ଥିଙ୍ଗସ ଚିନ୍ତାଧାରାରେ ଆଣେ, ଭୟଭୀତ କରାଏ, ଆଚମ୍ବିତ କରେ, ନିରାଶ ସେମାନେ କହୁଛନ୍ତି ଆଶା କରିଥିଲୁ। ତ ଏଇ ଜାଗାରେ ପ୍ରଭୁ କହୁଛନ୍ତି ଶିଥିଳ ଚିତ୍ତ ମାନେ, ସ୍ଲୋ ହାର୍ଟ,
ଅନେକ ସମୟରେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନରେ ମଧ୍ୟ ଏହି ଶିଥିଳତା ଦେଖାଯାଏ। ଯୀଶୁ କହୁଛନ୍ତି ମୁଁ ବାରମ୍ବାର ତୁମମାନଙ୍କୁ କହିଥିଲି। ଭାବବାଦୀ ମାନଙ୍କ ଦ୍ୱାରା ଆଗରୁ ହିଁ ଆଉ ତାହା ଭାବବାଦୀ ମାନଙ୍କ ଦ୍ୱାରା ପରିପ୍ରକାଶିତ ହେଇଛି ଯେ ଜଣେ ବ୍ୟକ୍ତି ଈଶ୍ୱର ସ୍ୱୟଂ ମନୁଷ୍ୟ ରୂପରେ ଆସିବେ, ଜଗତର ପାପର ଭାରକୁ ବହନ କରିବେ, କବରରେ ରହିବେ, ମୃତ୍ୟୁକୁ ଜୟ କରିକି ଉଠିବେ। ସମସ୍ତ ବିଷୟ ଆଗରୁ ପ୍ଲାନ୍ ଥିଲା, ଆଗରୁ ଭବିଷ୍ୟତବାଣୀ କୁହାଯାଇଥିଲା, ତାହା ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ସଫଳୀକୃତ ହେଲା। ତ ଏଇ ଯୋଉ ଶିଥିଳ ଚିତ୍ତ କି ପ୍ରକାର ହୁଏ, ବେଳେ ବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରିକି ଉଠିଛନ୍ତି, ଠିକ ଅଛି, କିନ୍ତୁ ବର୍ତ୍ତମାନ ମୁଁ କୋଉ ହାର୍ଟରେ ଅଛି, ମୁଁ ମୋ ପରିବାର କିମ୍ବା ମୋ ମଣ୍ଡଳୀ ଶିଥିଳତାରେ ଅଛି ନା ଆଉ ପ୍ରଭୁଙ୍କ ପାଇଁ ଉଦ୍ଯୋଗରେ ଅଛି। ପ୍ରକାଶିତ ପୁସ୍ତକରେ ଆଉ ସାର୍ଦି ମଣ୍ଡଳୀକୁ ପ୍ରଭୁ କହୁଛନ୍ତି ତୁମେ ନାମରେ ଜୀବିତ କିନ୍ତୁ ପ୍ରକୃତରେ ମୃତ ଅଟ। ଲାଉଦିକିଆ ମଣ୍ଡଳୀ କୁ ପ୍ରଭୁ କହୁଛନ୍ତି ସେମାନେ ଶିଥିଳ ନୁହଁ କି ଉଷ୍ମ ନୁହନ୍ତ। ଲାଉଦିକିଆ ମଣ୍ଡଳୀର ସେମାନେ ଦୁର୍ଭାଗା ଥିଲେ, ଦିନହୀନ ଥିଲେ, ଦରିଦ୍ର ଥିଲେ, ଉଲଙ୍ଗ ଥିଲେ ପ୍ରଭୁଙ୍କ ଦୃଷ୍ଟିରେ। ଏଫିସି ମଣ୍ଡଳୀରେ ଆଦ୍ୟ ପ୍ରେମ ସେମାନେ ପରିତ୍ୟାଗ କରୁଛନ୍ତି। ଏଫିସି ମଣ୍ଡଳୀରେ ପତନ ଅବସ୍ଥାରେ ଥିଲେ ସେମାନେ। ପର୍ଗମ ମଣ୍ଡଳୀ ଦେବପ୍ରସାଦ, ବ୍ୟଭିଚାର, ବେଶ୍ୟାଗମନ ଏ ସମସ୍ତ ଫାନ୍ଦ ଥିଲା ସେମାନେ। এই সমস্ত শিথিলতা କରିଦିଏ ଗୋଟେ ବ୍ୟକ୍ତିଙ୍କ ଜୀବନରେ, ଗୋଟେ ମଣ୍ଡଳୀରେ। ତ ଆଜି ଅଳ୍ପ ସମୟ ଚିନ୍ତା କରିବା এই ଆତ୍ମିକ ଶିଥିଳତା, এই ଶିଥିଳ ଚିତ୍ତ ବା ଆତ୍ମିକ ଶିଥିଳତା କି ପ୍ରକାର ଦେଖାଯାଏ। ଏଭ୍ରି ପୁସ୍ତକକୁ ଖୋଲିବା ପ୍ରଥମ ବିଷୟ, ଏଭ୍ରି ପୁସ୍ତକ ତାର 5 ଅଧ୍ୟାୟ 8 ପଦରୁ 11 ପଦ ଯଦି କିଏ ପାଉଛନ୍ତି ପଢିବା। ଏଭ୍ରି ଲେଖକ ଆଉ କଣ କହନ୍ତି ଆତ୍ମିକ ଶିଥିଳତା ବିଷୟରେ। ଏଭ୍ରି 5 ଅଧ୍ୟାୟ 8 ରୁ 11 ପଦ ପର୍ଯ୍ୟନ୍ତ। ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଈଶ୍ୱରଙ୍କ ଠାରେ ଆଜ୍ଞାବହତା ଶିଖିଲେ, ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀ ମାନଙ୍କ ପ୍ରତି ଅନନ୍ତ ପରିତ୍ରାଣ କାରଣ ସ୍ୱରୂପ ହେଲେ। ଏହେତୁ ସେ ଈଶ୍ୱରଙ୍କ କର୍ତ୍ତୃତ୍ୱ ମଲ୍କିସେଦଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ। ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର। ଶୁଣିବାରେ ଶିଥିଳତା, ଗୋଟେ ଆତ୍ମିକ ଶିଥିଳତା। ଏମାନେ କହୁଛନ୍ତି ଆମମାନେ ଆଶା କରିଥିଲୁ, ଶୁଣିଛନ୍ତି କିନ୍ତୁ ଶୁଣିବାରେ ଶିଥିଳତା। ଅନେକ ସମୟରେ ଯେତେବେଳେ ଆମମାନେ କୌଣସି ବିଷୟକୁ ପ୍ରଭୁଙ୍କର ବାକ୍ୟ ଶୁଣିବାରେ ଶିଥିଳତା ଦେଖାଯାଏ। ଶୁଣୁ କିନ୍ତୁ କାର୍ଯ୍ୟରେ ଲଗେଇ ନଥାଉ। ଏମାନଙ୍କୁ କହୁଛନ୍ତି ଅନେକ ବିଷୟ ଯୋଉ ପୁତ୍ର ହେଲେ ସୁଦ୍ଧା ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ, ଆମମାନଙ୍କ ପାଇଁ ବଳିକୃତ ହେଲେ। ଏଭ୍ରି ଲେଖକ କହୁଛନ୍ତି ସେମାନଙ୍କୁ କିନ୍ତୁ ଅନେକ ବିଷୟ ତୁମକୁ କହିବାର ଅଛି, କିନ୍ତୁ ତୁମମାନେ ଶୁଣିବାରେ ଶିଥିଳ ଅଛି। ତୁମମାନଙ୍କର ହାର୍ଟ ଶୁଣିବାରେ ଶିଥିଳତା ଅଛି। କାରଣ ଅନେକ ସମୟରେ କର୍ଣ୍ଣ ଅପବିତ୍ର ହେଇଯାଏ, କର୍ଣ୍ଣ ବେଳେ ବେଳେ ବଧିର ହେଇଯାଏ। ଆତ୍ମିକ କର୍ଣ୍ଣ କଥା କହୁଛି, ଶାରୀରିକ କର୍ଣ୍ଣ ଠିକ ଅଛି, କିନ୍ତୁ ଆତ୍ମିକ କର୍ଣ୍ଣ ବେଳେ ବେଳେ ଆମମାନଙ୍କର ବଧିର ଅବସ୍ଥାକୁ ପଳେଇଯାଏ। ଅନେକ ସମୟରେ ଆମମାନେ ଶୁଣିବାରୁ ବଞ୍ଚିତ ହଉ, ଅନେକ ସମୟରେ ଶୁଣିବାରେ ଆମମାନେ ଢିଲା କରୁ। ସେଥିପାଇଁ ବାରମ୍ବାର ଯୀଶୁ କହୁଥିଲେ ଯାହାର କର୍ଣ୍ଣ ଅଛି ସେ ଶୁଣୁ। ଆତ୍ମିକ ଶିଥିଳତା କେମିତି ପ୍ରବେଶ କେମିତି ହୁଏ? ଶୁଣିବାରେ ଯେତେବେଳେ ମାନେ ଶିଥିଳ ହଉ ଈଶ୍ୱରଙ୍କର ବାକ୍ୟ। ବର୍ତ୍ତମାନର ଯୁଗରେ, ବର୍ତ୍ତମାନର ପରିସ୍ଥିତିରେ, ବର୍ତ୍ତମାନର ଦେଶ କିମ୍ବା ରାଜ୍ୟରେ ବର୍ତ୍ତମାନ ଯୋଉ ଯୁଗରେ ଆମେ ଅଛୁ, ଅନେକ ବିଷୟ ଆମେ ଶୁଣୁଛୁ, ଅନେକ ବିଷୟ ନୂଆ ନୂଆ ଜିନିଷ ସବୁ କ୍ରିଏଟିଭ ହଉଛି। ଲୋକମାନଙ୍କର ମନ, ଲୋକମାନଙ୍କର କର୍ଣ୍ଣ ସେ ନୂଆ ପ୍ରତି ଦୌଡୁଛି। ଆଜିକାର କଥା ନୁହଁ, କାରଣ ତିମୋଥୀ ପୁସ୍ତକରେ ଆଉ 2 ତିମୋଥୀ 4:3-4 ଲେଖା ଯେ ଶୁଣିବାରେ ଲୋକମାନେ ଶେଷ କାଳରେ ସେମାନେ ଶୁଣିବାରେ ଶିଥିଳ ହେଇଯିବେ, ହିତଜନକ କଥା ଶୁଣିବେ ନାହିଁ, ବହୁ ଶିକ୍ଷକଙ୍କୁ ସଂଗ୍ରହ କରିବେ, ସତ୍ୟ ବାକ୍ୟରେ
ମନ ଦେବେ ନାହିଁ, କଳ୍ପିତ କାହାଣୀ ଉପରେ ମନୋନିବେଶ କରିବେ। କଳ୍ପିତ କାହାଣୀ ଯୋଉଟା କି ଏନ୍ଜୟମେଣ୍ଟ ଲାଗୁଥିବ, ଯାହାକି ଖୁସି ଲାଗୁଥିବ, ଯାହାକି ଆଉ କୌଣସି ବାଧା ହଉନଥିବ, ସେମିତି ଜିନିଷ ଶୁଣିବା ପାଇଁ ଆଉ ଲୋକମାନଙ୍କର ଆଗ୍ରହଟା ବଢିବ। କିନ୍ତୁ ତାହା ଯେ ଆତ୍ମିକ ଜୀବନ ପାଇଁ କ୍ଷତିକାରକ, ଏହା ବେଳେ ବେଳେ ସେମାନେ ଜାଣନ୍ତି ନାହିଁ। କଳ୍ପିତ କାହାଣୀ ଉପରେ ଆଉ ସେମାନେ ହିତଜନକ କଥା ଶୁଣନ୍ତି ନାହିଁ, କଳ୍ପିତ କାହାଣୀ ଉପରେ ମନୋନିବେଶ କରିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ପ୍ରେରିତ ପୁସ୍ତକ ଯଦି ଆପଣ ପଢେ ମାନେ ଘରେ ପଢିବେ 28 ଅଧ୍ୟାୟରେ 27 ରେ ଲେଖାଯାଏ, ତୁମ୍ଭେ ମାନେ ଶୁଣିବ ନାହିଁ ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ। ଯୋଉମାନେ ଶୁଣନ୍ତି ସେମାନେ ସୁସ୍ଥତା ପାଆନ୍ତି, କିନ୍ତୁ ପ୍ରେରିତ ପୁସ୍ତକରେ ଲେଖାଯାଏ ଯେ ସେମାନେ ଶୁଣିବେ ନାହିଁ ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ। ଯଦି ଶୁଣିବୁ ସୁସ୍ଥତା ଅଛି, ଯଦି ଈଶ୍ୱରଙ୍କର ବାକ୍ୟକୁ ଶୁଣିବୁ ତାହେଲେ ପ୍ରଭୁ ଆମମାନଙ୍କର ହୃଦୟକୁ ଖୋଲି ଦିଅନ୍ତି। ଲୁଦିଆ ନାମ୍ନୀ ପ୍ରେରିତ ପୁସ୍ତକ 16 ଅଧ୍ୟାୟରେ ଲେଖା ହେଇଛି ଯେ ଲୁଦିଆ ନାମ୍ନୀ ମନ ଯୋଗ କରି ପ୍ରଭୁଙ୍କର ବାକ୍ୟକୁ ଶୁଣୁଥିଲେ, ଶୁଣିବା ଯୋଗୁଁ ପ୍ରଭୁ ତାର ହୃଦୟକୁ ଖୋଲିଦେଲେ। ଅନେକ ସମୟରେ କିଛି କିଛି ସୁସ୍ଥତା, କିଛି କିଛି ଆତ୍ମିକ ସୁସ୍ଥତା, ଶାରୀରିକତା ସୁସ୍ଥତା ଅଟକିଯାଏ ଆମମାନଙ୍କର ଶୁଣିବାରେ ଶୀତଳତା ହେତୁ। ଅନେକ ସମୟରେ କିଛି ବନ୍ଦ ବିଷୟ ସବୁ ବନ୍ଦ ହେଇକି ରହିଯାଏ, ଖୋଲି ନଥାଏ। ଲୁଦିଆ ନାମ୍ନୀ ଶୁଣିଲେ ମନ ନିବେଶ କରିକି ପ୍ରଭୁ ତାର ହୃଦୟକୁ ଖୋଲିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ଈଶ୍ୱରଙ୍କର ବାକ୍ୟକୁ କି ପ୍ରକାର ଭାବରେ ଶୁଣୁଛି। ମାଥ୍ୟୁ ପୁସ୍ତକରେ ପ୍ରଭୁ ଯୀଶୁ ଯେତେବେଳେ ପାର୍ବତ୍ୟ ଉପଦେଶ ଦେଉଥିଲେ 7 ଅଧ୍ୟାୟ ଲେଖା ହେଇଛି 24, 25, 26 ଆଡକୁ, ଯେ ଈଶ୍ୱରଙ୍କର ବାକ୍ୟକୁ ଶୁଣି ପାଳନ କରେ ସେ ବୁଦ୍ଧିମାନ, ସେ ଗୋଟେ ବୁଦ୍ଧିମାନ ଗୃହ ନିର୍ମାଣକାରୀ। ବର୍ତ୍ତମାନ ଚିନ୍ତା କରୁ, ଯେତେବେଳେ ପ୍ରେରିତ ପୁସ୍ତକରେ ଯେତେବେଳେ ଆଉ ଉପର କୋଠରୀରେ ଆଉ ଦିନେ ଯେତେବେଳେ ପାଉଲ ପ୍ରଚାର କରୁଥିଲେ, ଜଣେ ବ୍ୟକ୍ତି ଶୁଣୁ ଶୁଣୁ ଶୋଇ ପଡ଼ିଲେ, ତଳେ ପଡ଼ିଗଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ଶୁଣିବାରେ ଢିଲା କରନ୍ତି ସେମାନେ ଆତ୍ମିକ ଜୀବନରେ ଢିଲା ହେଇଯାଆନ୍ତି, ଆତ୍ମିକ ଜୀବନରେ ତଳେ ପଡ଼ିଯାଆନ୍ତି, ସେମାନେ ଆତ୍ମିକ ଜୀବନରେ ସ୍ଲୋ ଦେଖାଯାଆନ୍ତି, ସେମାନଙ୍କର ଚିତ୍ତ ଶିଥିଳ ହେଇଯାଏ। ସେଥିପାଇଁ ଏଭ୍ରି ଲେଖକ କହୁଛନ୍ତି, ଆମେ ଯେମିତି ପଢିଲୁ ଅନେକ ବିଷୟ କହିବାର ଅଛି ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ, ତୁମେ ଶୁଣିବାରେ ଶିଥିଳ ହେବା ହେତୁ ସେଥିର ଅର୍ଥ କହିବା କଷ୍ଟକର ହଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ କି ପ୍ରକାର ଭାବରେ ଶୁଣୁଛି, ମୋର ଶୁଣିବା କୋଉ ବିଷୟ ପ୍ରତି ଅଧିକ ମୋର ଲାଳାୟିତ ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି କୋଉ ବିଷୟକୁ ମୁଁ ଆଉ ଶୁଣୁଛି। ଦ୍ୱିତୀୟ ବିଷୟକୁ ଆମେ ଜଲ୍ଦି ପଢିବା, ରୋମୀ ପୁସ୍ତକ 12 ଅଧ୍ୟାୟର 11 ପଦ। ଆଉ ପାଉଲ ରୋମିଓ ମଣ୍ଡଳୀକୁ ଗୋଟିଏ କଥା କହୁଛନ୍ତି, ରୋମୀ ପୁସ୍ତକ ତାର 12 ଅଧ୍ୟାୟର 11 ପଦ। ଉଦ୍ଯୋଗରେ ଶିଥିଳ ହୁଅ ନାହିଁ, ଆତ୍ମାରେ ଉତ୍ତପ୍ତ ହୁଅ, ପ୍ରଭୁଙ୍କ ସେବା କର। ଧନ୍ୟବାଦ। ବେଳେ ବେଳେ ଉଦ୍ଯୋଗରେ ଶିଥିଳତା ଦେଖାଗଲେ ଟୋଟାଲ ଆତ୍ମିକ ଜୀବନ ଶିଥିଳ ହେଇଯାଏ। ଅନେକ ବେଳେ ଉଦ୍ଯୋଗତା ଆମମାନଙ୍କର ଜୀବନରେ ଥାଏ, କିନ୍ତୁ କିଛି ଉଦ୍ଯୋଗତା ବେଳେ ବେଳେ ଶିଥିଳ ଅବସ୍ଥାକୁ ଚାଲି ଆସେ। ଏଇ ଯୋଉ ଶିଷ୍ୟ ମାନେ କହୁଛନ୍ତି, ଆମେ ଆଶା କରିଥିଲୁ ଆମମାନଙ୍କୁ ଆଉ ଜଣେ ବ୍ୟକ୍ତି ସେ ଯିଏକି ଥିଲେ, ସେ ଆମେ ଆଶା କରିଥିଲୁ ପ୍ରଭୁ ଆମମାନଙ୍କୁ ମୁକ୍ତ କରିବେ ବୋଲି, କିନ୍ତୁ କାହିଁ ଅନେକ ସମୟରେ ସେମାନଙ୍କର ଉଦ୍ଯୋଗତା ଶିଥିଳ ହେଇଯାଇଛି। ଜେରୁସାଲାମରୁ ସେମାନେ ବାହାରିକି ପଳେଇ ଯାଉଛନ୍ତି ଗୋଟେ ଇମାନୁଏଲ ଜାଗାକୁ, ଅଳ୍ପ ବାଟ ହେଇପାରେ କିନ୍ତୁ ଗୋଟେ ପୁଣ୍ୟ ନଗରୀରୁ ଆଉ ଗୋଟେ ନଗରକୁ ଚାଲି ଯାଉଛନ୍ତି, ଗୋଟେ ଈଶ୍ୱରଙ୍କର ଉପସ୍ଥିତିର ସ୍ଥାନରୁ ସେମାନେ ଆଉ ଗୋଟେ ସ୍ଥାନକୁ ଚାଲି ଯାଉଛନ୍ତି। ଯେଉଁମାନେ କି ବିଭିନ୍ନ ଜାଗାରୁ ଜେରୁସାଲାମକୁ ଆସୁଥିଲେ, ବିଭିନ୍ନ ପ୍ରକାର ଧନ୍ୟବାଦର ବଳି, ପାପାର୍ଥକ ବଳି, ମଙ୍ଗଳାର୍ଥକ ବଳି, ବିଭିନ୍ନ ପ୍ରକାରର ଆଉ ବଳି ଉତ୍ସର୍ଗ କରିବା ପାଇଁ, ପ୍ରଭୁଙ୍କର ଉପସ୍ଥିତି ଅନୁଭବ କରିବା ପାଇଁ ବର୍ଷକୁ ବର୍ଷ, ମାସକୁ ମାସ ଲୋକମାନେ ଜେରୁସାଲାମକୁ ଆସୁଥିଲେ। କିନ୍ତୁ ଏଇମାନେ ଏ ପ୍ରକାର ନିରୁତ୍ସାହିତ, ଏ ପ୍ରକାର ଆତ୍ମିକ ଦୁର୍ବଳତା ଅଛି, ସେମାନେ ଚାଲି ଯାଉଛନ୍ତି ଆଉ ଗୋଟେ ଜାଗାକୁ। ଶେଷ 24ର ଶେଷ ଆଡକୁ ଯେତେବେଳେ ଦେଖିବେ, ଅନେକ ଆଶୀର୍ବାଦ ପ୍ରଭୁ କଲେ, ସେମାନଙ୍କର ହୃଦୟକୁ ଖୋଲିଦେଲେ, ସେମାନଙ୍କୁ ପ୍ରଭୁ ଚିହ୍ନା ଦେଲେ, ସବୁ ବିଷୟ ହେଲା ପରେ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କଲେ, ପୁନର୍ବାର ସେମାନେ ଜେରୁସାଲାମକୁ ଫେରି ଆସୁଛନ୍ତି। ଉଚ୍ଚକତା ବେଳେ ବେଳେ ଶିଥିଳ ହେଇଯାଏ, ଉଚ୍ଚକତା ବେଳେ ବେଳେ ଆଉ ଶିଥିଳ। ଯେତେବେଳେ ଦାଉଦ ଯାଇଛନ୍ତି
ଆଉ ଶୁଣୁଛନ୍ତି ଗଲିଆଦର ରଣହୁଙ୍କାର ସମସ୍ତେ ଶିଥିଳ परमेश्वर नाम को गलियात तुच्छ करुछंती समस्ते टेंट भितरे एपरिकी साउल राजा तांकर सैन्य सामंत भयभीत 40 दिन जड़े आसिकी चिल्लौछि के जदि आसु युद्ध करिया पाए दाऊद कहले नहीं मु युद्ध करिबि यह होछि शिथिलता नुह उद्योग से आत्मारे उत्तप्त होउछंती नहीं मु ए व्यक्ति ये किए आम परमेश्वर को तुच्छ करिवो परमेश्वर से उद्योगता को देखले विजय आसिला जो माने उद्योग हुअंती विजय पाती द्वितीय वंशावली पुस्तक लिखाई जे जन व्यक्ति से कौन करछंती मंदिर कबाड़ को जीर्ण संसार करछंती मोर प्रभुंकर लोक माने अनेक समय बेले बेले प्रार्थना रे वाक्य अध्ययन रे प्रभुंकर सेवा रे आमानकर उद्योगता बेले बेले शिथिल अवस्था को पळे आसे कौन सी विषय जदि आम समस्या रे पड़ू कौन सी प्रार्थना उत्तर जदि ठीक टाइम रे आसे नहीं कि आउ कौन सी विषय हुए शिथिलता देखा जाए शिथिलता देखा जाए मोर प्रिय प्रभु लोक माने अनेक आउ उदाहरण अच्छी समय स्वल्पता भितर मु आसी भितर को जीवा पाए चाहे ना उद्योग हेले प्रभु कौन करती आशीर्वाद आनी दियंती विजय आनी दियंती से कहते आत्मा रे उत्तप्त होई प्रभुंकर सेवा कर ए व्यक्ति मानकर आत्मा शिथिल हो जाए बेले बेले आत्मिक जीवन बेले बेले माने अनेक आत्मा रे परिचालित हो सबु हो किंतु कौन सी विषय जते बेले पळे आसे आमानकर उद्योग बेले बेले शिथिल हो जाए उद्योग आमानकु कौन करे उद्योग को से शिथिल करबा पई विभिन्न आउ परिस्थिति सहित आने रुकावट आने किंतु आमानकु प्रभु कहउछंती उद्योग रे शिथिल न हो ए प्रकार उद्योग अनेक लोकन पाखरे उद्योग थिला जो मान कि प्रभुंक पाखकु पळे आसुथिले प्रभुंकर वाक्य सुनिया पई प्रभुंकर पाद निकट रे बसिया पई आत्मा रे उत्तप्त हेबा आवश्यक आमानकर प्रभु जीवित सेति पई आमे आत्मा रे उत्तप्त हेबा दरकार आमे क्यों विषय रे आज क्यों जगह पाए क्यों विषय पाए आज उद्योगी आज डेट रे देखो अनेक लोक अनेक विषय प्रति उद्योगी से किंतु मु मो परिवार मोर मंडली मु आज प्रभु को पाए उद्योगी तो द्वितीय वंशावली पुस्तक खोलिबा 15 अध्याय 7 पद द्वितीय वंशावली पुस्तक 15 अध्याय 7 पद से 15 अध्याय रे आशा राजा समय रे शिथिलता थिला से मानकर जीवन रे सत्य परमेश्वर विहीन जीवन काटुछंती से मानकर जीवन रे आउ से माने व्यवस्था विहीन जीवन काटुछंती जाजक विहीन जीवन काटुछंती से मानकर शिथिलता आसीछि बाहर जीवा भीतर आसबार कहार शांति नहीं परस्पर भीतर युद्ध परस्पर भीतर अमेलन अच्छी आत्मिक शिथिलता थिला तो प्रभुंकर वाक्य उपस्थित है तो से कह जाउछि मात्र तुम्हें माने बलवान हुओ ओ अपना मानक हस्त शिथिल हेबाकू न दियो कारण तुम मानक कर्म पुरस्कृत हेबो आमेन आमर हस्त को शिथिल हेबाकू न देव से माने एई व्यक्ति माने ए मानकर आत्मा जे प्रकार शिथिल ए मानकर हस्त भी शिथिल हो जाइछि एई जो शिष्य माने इमानुनगर को जाउछंती कहउछंती आमे आशा करिथिलु किंतु सेई हस्त रे अनेक बार जीशुंकर आश्चर्य कार्य विषय को से माने अनुभव करछंती से जीशु ख्रीष्टंकर आश्चर्य कार्य करिवार रुटी को खाइछंती अनेक समय रे से माने देखिछंती जीशुंकर समस्त विषय को किंतु से मानकर आत्मा शरीर मन सब दुर्बल हो जाइछि एई वंशावली पुस्तक जो अध्याय अन्य कलु से मानकर हस्त शिथिल हो जाइथिला से मानकर मन शिथिल हो जाइथिला तो से मानकु कहउछि तुम मानकर हस्त शिथिल हेबा पई दियो नाही कारण तुम्हर कर्म पुरस्कृत हबो तुमे करिकि चलो प्रभुंकर उपासना करो आराधना करो प्रभुंक पई ठिया हुओ अनेक समय आमानकर हस्त को प्रभु देइछन प्रभुंक पई
प्रभु को व्यवहार करने प्रभुंकर राज्य विस्तार पाई हुए तो मु काहाकू बोहिकी नहीं कि जाई पारे प्रभु पाखक काहाकू अर्थ साहाय्य करी प्रभु राज्य रे मु आउ विनियोग हे पारे मोर प्रिय प्रभु लोक माने यही घटना परे थोमा कहउछंती मो यीशु को न छुईले विश्वास करिबि नाय हस्त शिथिल हो जाइथिला थोमांकर विश्वासर हस्त थोमा कहउछंती मु से यीशु को न छुईले मु विश्वास करिबि नाय सेति पय यीशु जौन पुस्तक तांको दर्शन देले एवं कहउछंती थोमा देख मोर पक्ष देश देख तुमर अंगुली लगेई कि देख मते स्पर्श करिकि देख थोमा से स्थान रे कांदिले कहउछंती मोहर प्रभु मोहर ईश्वर अनेक समय आमानकर विश्वासर हस्त बेले बेले शिथिल हो जाए आमानकर कर्म करिवार हस्त शिथिल हो जाए अनेक समय प्रभु व्यवहार हबार हस्त माने शिथिल कर दउ जो द्वारा ताहा इफेक्ट परे आमानकर आत्मा को इफेक्ट करे पड़े आमानकर आत्मिक जीवन हितोपदेश लेखा जाए 3:27 रे उपकार करिवार जदि तुमरो शक्ति अच्छी ताले सेटा को शिथिल न कर तुम्हें साहाय्य कर प्रभुंकर कार्य निमंते व्यवहार कर निहिमिया गले हस्तरे कार्य करिले आज प्रभु मते अनेक हस्त देइछन प्रकाशित पुस्तक 3:2 रे लिखा जाए गोटे मंडली को प्रभु कहउछंती तुम्हार कर्म आंभ दृष्टि रे सिद्ध नुह जो हस्त आमे देइथिलु कार्य करिबा पय जो मन देइथिलु कार्य करिबा पय किंतु तुमर कर्म सिद्ध नुह किंतु ए स्थान रे लिखा आइछि कहउछंती तुमर हस्त को शिथिल होबा पय दियो नाय आउ कोन कर तुमर हस्त शिथिल होबा को न दियो कारण तुमर कर्म पुरस्कृत हबो ए हस्त रे जदि मु जहा आज करिछि से हस्तर कार्य दिने पुरस्कृत हबो से हस्तर ही प्रभु कोन करबा मान को पुरस्कार देबे से हस्तर ही आम माने से मुकुट पाइबा तेणु मोर प्रिय प्रभु लोक माने मोर हस्त को मु आज दुर्बल न करे अनेक समय हस्त बेले बेले दुर्बल हो जाए मु स्टडी करूथली जते बेले पैशन वीक बा जीशुंकर से आउ दुख भोग सप्ताह थोमांकर हस्त शिथिल थिला जीशुंक पाखरे रही कि आउ जनकर हस्त कौन होता पित्तर जे कि कौन कर सांगे सांगे खंडा बाहर करी जनकर कान को काटी दौरान जीशुंक पाखरे रही कि मध्य से आत्मसंयम नुह से हस्तरे अन्य को आघात करुछंती अन्य को कौन करुछंती दुख पहुंचाउछंती मोर प्रिय प्रभु लोक माने मोर हस्त प्रभु देइछंती ताकू मु प्रभुंक सेवारे व्यवहार करे से हस्त दिन परिष्कृत पुरस्कृत हबो से हस्तरे मुकुट माने पाइबा पाई जाउछु अनेक लोक माने जो माने कि आउ इस्करियोत जिहुदांकर हस्त कौन हला लांछ नेबार हस्त अन्य को बिक्री कर दबार हस्त मोर प्रिय प्रभु लोक माने तो मोर हस्त आज की प्रकार भाव व्यवहार कर मोर आत्मिक हस्त को मु शिथिल कर देछि ना आत्मिक हस्त को मु बढ़े आज अनेक लोक अच्छा जो माने कि सैक्रिफिशियली त्यागयुक्त भाव में दान दौरान प्रभु व्यवहार होती से हस्तर कार्य करी से हस्तर प्रभु से माने खुलम खुला प्रभु व्यवहार होती दान दौरान से माने प्रार्थना करुछंती से हस्तरे दान दौरान से हस्त दिने पुरस्कृत होगाकू जाउछि तेणु करिकि आ गोटे पद पढ़िबा तापर आमे समाप्त करिबा पई जिबा माथ्यू पुस्तक 24 अध्याय 12 पद माथ्यू पुस्तक 24 अध्याय 12 पद प्रभु जिते बेले आउ शेष समय घटना गुड़िक कहूथिले 24 अध्याय 25 अध्याय जे जगतर आउ जिते बेले आउ शेष अवस्था को आसीबो कौन परिस्थिति आसीबो पढ़ंतु माथ्यू 24 अध्याय 12 पद से स्थान रे प्रभु आउ तांकर शिक्षा रे कहउछंती आउ जदि पाउछंती आउ पढ़ंतु 24 अध्याय तार 12 पद पुणी अधर्म वृद्धि पाइबाकू अधिकांश लोकंकर
ପ୍ରେମ ଶୀତଳ ହୋଇଯିବ। ଆମେ ଅଧର୍ମ ବୃଦ୍ଧି ପାଇଲେ ପ୍ରେମ ବେଳେ ବେଳେ ଶିଥିଳ ହେଇଯାଏ ଆଉ ସେଇ ପ୍ରେମ ଶିଥିଳତା ଆମର ଆତ୍ମିକ ଜୀବନର ଶିଥିଳତାକୁ କଣ କରେ ଅଧିକ ଶକ୍ତିଯୁକ୍ତ କରିଦିଏ। ଅଧର୍ମ ବଢିଲେ ଅନେକ ଲୋକଙ୍କର ପ୍ରେମ ଶିଥିଳ ହେଇଯାଏ। ଯେଉଁ ପ୍ରେମ କି ପ୍ରଭୁ ଆମମାନଙ୍କ ପ୍ରତି କରିଲେ ନିଜର ଜୀବନକୁ ଦେଲେ, ପ୍ରଭୁ ସେଥିପାଇଁ କହୁଛନ୍ତି ତୁମେ ମାନେ ପରସ୍ପରକୁ ପ୍ରେମ କର, ତୁମର ଶତ୍ରୁକୁ ପ୍ରେମ କର, ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଏବଂ ପ୍ରଭୁ କହିଲେ ସର୍ବାନ୍ତ ମନ ପ୍ରାଣ ଆତ୍ମା ଶରୀର ଦେଇ ପରମେଶ୍ୱରଙ୍କୁ ପ୍ରେମ କର। ସ୍ୱାର୍ଥ ଥିଲେ ଆମେ ପ୍ରେମ କରିପାରିବା ନାହିଁ। ମନରେ ଚୋଟ ଥିଲେ, ମନରେ ଯଦି କାହା ପ୍ରତି ଈର୍ଷା ଅଛି ଆମେ ପ୍ରେମ କରିପାରିବା ନାହିଁ। କ୍ଷମା ଥିଲେ ପ୍ରେମ ଥାଏ, ଆଉ ଯୋଉଠି କ୍ଷମା ନାହିଁ ପ୍ରେମ ଆମେ କରିପାରିବା ନାହିଁ। ଦେଖେଇ ପାରିବା ପ୍ରେମର ଭାବକୁ, କିନ୍ତୁ ଆକ୍ଚୁଆଲି ଖ୍ରୀଷ୍ଟଙ୍କ ପ୍ରେମରେ ଆମେ ପ୍ରେମ କରିପାରିବା ନାହିଁ। କ୍ଷମା ଥିଲେ ପ୍ରେମ ଥାଏ, କ୍ଷମା ଥିଲେ ଅନ୍ୟକୁ ଉତ୍ସାହିତ କରିବାର ବାକ୍ୟ ଥାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେଣୁ ପ୍ରଥମ କରନ୍ତୀୟ 13 ଅଧ୍ୟାୟରେ ପ୍ରେମକୁ ଉତ୍କୃଷ୍ଟ ଭାବରେ ଲେଖାଯାଏ। ସବୁ ବିଷୟ କରିପାର, ଭଲ ପ୍ରଚାର କରିପାରେ, ମୁଁ ଭଲ ଶିକ୍ଷା ଦେଇପାରେ, ଭଲ ଗୀତ ଗାଇପାରେ, ଭଲ ସବୁ ବିଷୟ ଥାଇପାରେ, ଯଦି ପ୍ରେମ ନାହିଁ କିଛି ହିଁ ନାହିଁ। ମୋର ଆତ୍ମିକ ଜୀବନ ସେ ସ୍ଥାନରେ ରିଜେକ୍ଟ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ସମସ୍ତ ବିଷୟ ଶୁଣିବାରେ, ବିଶ୍ୱାସ କରିବାରେ ଏବଂ ଆମମାନଙ୍କର କର୍ମ କରିବାରେ ଏବଂ ଆମମାନଙ୍କର ଉଦ୍ଯୋଗତାରେ ଶିଥିଳ ହେଲେ ଟୋଟାଲ ଆତ୍ମିକ ଜୀବନ ଶିଥିଳ ହେଇଯାଏ। ସେଥିପାଇଁ ଲୁକ ପୁସ୍ତକ 22 ଅଧ୍ୟାୟର 46 ପଦ ଆଉ ପରେ ପଢିବେ, ଯୀଶୁ ଗେଥସେମନୀ ବଗିଚାରେ ପ୍ରାର୍ଥନା କରିବା ପାଇଁ କେତେ ଜଣ ଶିଷ୍ୟଙ୍କୁ ନେଲେ, ପ୍ରାର୍ଥନା କରିବା ପାଇଁ କହିଲେ ଏବଂ ଟିକେ ଆଗକୁ ଯାଇକି ଯୀଶୁ ମଧ୍ୟ ମର୍ମାହତ ହେଇକି ପ୍ରାର୍ଥନା କରୁଛନ୍ତି। ଯେତେବେଳେ ସେ ଫେରି ଆସୁଛନ୍ତି ଦେଖୁଛନ୍ତି ଶିଷ୍ୟମାନେ ଶୋଇ ପଡିଛନ୍ତି, ସେମାନଙ୍କୁ କହୁଛନ୍ତି ମୋ ପାଇଁ ପ୍ରାର୍ଥନା କର, କିନ୍ତୁ ଶୋଇ ପଡିଛନ୍ତି। ସେମାନେ ପ୍ରାର୍ଥନାରେ ଶିଥିଳତା ଦେଖା ଦେଇଛି। ଯୀଶୁଙ୍କର ଅଳ୍ପ ସମୟ ପରେ ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ ହେବେ। ରାତି ସାରା ତାଙ୍କୁ ଆଉ ବିଭିନ୍ନ ପ୍ରକାର ଟର୍ଚର କରାହବ। ସେ ଦୁଃଖର ପ୍ୟାଲାକୁ ଧରିଛନ୍ତି, ପ୍ରଭୁଙ୍କୁ କହୁଛନ୍ତି ପିତା ଈଶ୍ୱର এই ପାନ ପାତ୍ର ମୋ ଠାରୁ ଦୂର କର ଯଦି ତୁମର ଇଚ୍ଛା ଥାଏ, କିନ୍ତୁ ମୋର ଇଚ୍ଛା ନୁହଁ, ତୁମର ଇଚ୍ଛା ସଫଳ ହେଉ। ଏତେ ଦୁଃଖରେ ଥିବା ବେଳେ ସେ ଚାହୁଁଛନ୍ତି ତାଙ୍କ ପାଇଁ ପ୍ରାର୍ଥନା କର ବୋଲି, କିନ୍ତୁ ସେଇମାନେ ଆଜି ଶୋଇ ପଡିଛନ୍ତି। ପ୍ରାର୍ଥନାରେ ଶିଥିଳତା। ଅନେକ ଲୋକ ଜାହାଜରେ ମର୍ମାହତ ହଉଛନ୍ତି ଉଦ୍ଧାର ପାଇବା ପାଇଁ, କଣ ହବ କଣ ନାହିଁ, କିନ୍ତୁ ଜୁନସ ଆରାମରେ ଶୋଇ ପଡିଛନ୍ତି। ଆଜି ଜଗତର ପରିସ୍ଥିତି, ଆଜି ଖ୍ରୀଷ୍ଟୀୟ ସମାଜର ପରିସ୍ଥିତି, ଗୋଟେ ଖ୍ରୀଷ୍ଟୀୟ ପରିବାରର ପରିସ୍ଥିତି, ମଣ୍ଡଳୀର ପରିସ୍ଥିତି ଆଜି ଆତ୍ମିକ ଶିଥିଳତା ଭିତରେ ଅଛି। ତ ମତେ ଆଉ ପ୍ରଭୁ ମନୋନୀତ କରିଛନ୍ତି, ପ୍ରଭୁ ମତେ ମନ ଦେଇଛନ୍ତି କିଛି କରିବା ପାଇଁ, ପ୍ରାର୍ଥନା କରିବି, ପ୍ରଭୁଙ୍କର ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବି, ଆତ୍ମିକ ଉତ୍ତପ୍ତତା ପାଇଁ ପ୍ରାର୍ଥନା କରିବି। ପ୍ରଭୁ କହୁଛନ୍ତି ମୋ ପାଇଁ ଟିକେ ପ୍ରାର୍ଥନା କର। ବଳି ଉତ୍ସର୍ଗ କରିବା ସମୟରେ ମଧ୍ୟ ଅବ୍ରାହମ ଦିନେ ଶୋଇ ପଡିଲେ। ଅଶୁଚି ପକ୍ଷୀ ଗୁଡାକ ଆସିକି ସେ ବଳି ଉପରେ ବସି ପଡିଲେ। ପ୍ରଭୁଙ୍କର କ୍ରୋଧ ହେଲା। ଅବ୍ରାହମକୁ ପ୍ରଭୁ କହିଲେ ତୁମର ବଂଶ 40 ବର୍ଷ ଦାସତ୍ୱ ବନ୍ଧନରେ ରହିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ କୋ ବିଷୟରେ ଆଜି କ୍ଳାନ୍ତ ହେଇଯାଇଛି କି ପ୍ରାର୍ଥନା କରିବାରେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ କହୁଛନ୍ତି ହେ ବିଶ୍ୱାସ କରିବାରେ ଶିଥିଳ ଚିତ୍ତ ମାନେ, ଆତ୍ମିକ ଶିଥିଳତା ଅନେକ ବିଷୟକୁ ଆସିକି ପହଞ୍ଚେ ଏବଂ ଟୋଟାଲ ଆତ୍ମିକ ଶିଥିଳତା ଦେଖାଯାଏ। ହୁଏତ ଶୁଣିବାରେ, ଉଦ୍ଯୋଗ ହେବାରେ, କାର୍ଯ୍ୟ କରିବାରେ, ପ୍ରାର୍ଥନା କରିବାରେ, ପ୍ରେମ କରିବାରେ। ଆଜି ଏ ସମସ୍ତ ବିଷୟ ମୋର ଶିଥିଳ କି? ଯଦି ଶିଥିଳ ଅଛି, ପ୍ରଭୁଙ୍କୁ କହିବା ପ୍ରଭୁ ତୁମର ଆତ୍ମାଙ୍କର ଉତ୍ତପ୍ତତା ଦିଅ, ଯେପରି ମୁଁ ତୁମ ପାଇଁ ତୁମର ଗୌରବ ନିମନ୍ତେ ଏକ ଆତ୍ମାରେ ଉତ୍ତପ୍ତ ହୋଇ ତୁମର ସେବା କରିବି, ତୁମଠାରୁ ଆଶୀର୍ବାଦ ପାଇବି। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ